এই ভাদ্রব মাসরে গণেশ ପୂଜାରେ এই ଭାଦ୍ରବ ମାସରେ ଗଣେଶ ପୂଜାରେ ଆରେ ମୋ ଧନ କୁଆଡ଼େ ଗଲୁରେ ଏମିତି କହି ବାହୁନି କାନ୍ଦୁଛି ମା ଖୋଜୁଛି ତା ପୁଅକୁ ଚାହିଁ ରହି କାନ୍ଦୁଛି ମା କହୁଛି ଏଇ ଭାଦ୍ରବ ମାସରେ ଗଣେଶ ପୂଜାରେ କୁଆଡ଼େ ଗଲୁ ମୋ ଧନରେ। ଯଦି ଭାଦ୍ରବ ମାସରେ ଗଣେଶ ପୂଜା ଆଉ କିଛି ଦିନ ପରେ ଗଣେଶ ପୂଜା ତୁ ଯଦି ଥାଆନ୍ତୁ ଆଜି ଗଣେଶ ପୂଜା କରିଥାନ୍ତୁ, କେତେ ଭସାଣି କରିଥାନ୍ତୁ, କେତେ ମଜାମସ୍ତି କରିଥାନ୍ତୁ, ଗଣେଶ ମେଢ଼ ସଜେଇଥାନ୍ତୁ, ମଣ୍ଡପକୁ ଯାଇଥାନ୍ତୁ, ଭୋଗ ନେଇଥାନ୍ତୁ, ଦିନସାରା କେତେ ଖୁସି ହେଇଥାନ୍ତୁ, ତାପରେ ଗଣେଶ ଭସାଣି କରିଥାନ୍ତୁ। ହଁ ଆଜ୍ଞା, ଏମିତି ପୁଅର ସବୁ କଥାକୁ ମନେ ପକାଇ କାନ୍ଦୁଛି ମା। ଇଏ ହେଉଛି ପୁରୀ ଜିଲ୍ଲାର ଘଟଣା। ପୁରୀ ଜିଲ୍ଲାରେ ଘଟିଯାଇଛି ଘଟଣା ଯେଉଁଠିକି ମା ଚାହିଁ ରହିଛି ପୁଅକୁ କୁଆଡ଼େ ଗଲୁ ବୋଲି କହି କାନ୍ଦୁଛି। ହଁ ଦର୍ଶକ ବନ୍ଧୁ, ପ୍ରଥମେ ରିକ୍ୱେଷ୍ଟ କରିବି ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏବଂ ଏ ବିଷୟରେ ଜାଣିବା ପାଇଁ କେଉଁଠି କ'ଣ ଘଟିଛି ପ୍ରଥମେ ରିକ୍ୱେଷ୍ଟ କରିବି ବର୍ତ୍ତମାନ ଟାଇମ୍ ଓଡ଼ିଆ ଟାଇମ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ଆଗକୁ ବଢ଼ିବା ପାଇଁ ସହଯୋଗ କରନ୍ତୁ। ପ୍ଲିଜ୍ 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 ସବସ୍କ୍ରାଇବ୍। ହଁ ଦର୍ଶକ ବନ୍ଧୁ, ଇଏ ହେଉଛି ସେଇ ହୃଦୟ ବିଦାରକ ଦୃଶ୍ୟ। ଇଏ ହେଉଛି ତାର ଚିତ୍ର। ମା ବାଲି ହରିଚଣ୍ଡୀଙ୍କ ପୀଠରୁ ଭୋଜି ସାରି ଫେରୁଥାଏ ପୁଅ, ଘରକୁ ଫେରୁଥାଏ। ରାତି ଅନେକ ହୋଇସାରିଥାଏ। ଝିପି ଝିପି ବର୍ଷା ସାଙ୍ଗକୁ ମେଘୁଆ ରାତି, ଅନ୍ଧାର ରାତି, କିଟିକିଟି ରାତିରେ ଏଇ ଯେଉଁ ବାଇକ୍ ସିଧାସଳଖ ଦେଖୁଛନ୍ତି, ଏଇ ବାଇକ୍ର ଲାଇଟ୍ ମିଞ୍ଜି ମିଞ୍ଜି କରି ଆଗକୁ ଗଡ଼ି ଆସୁଥାଏ। ହରଚଣ୍ଡୀଙ୍କ ଠାରୁ ମା ବାଲି ହରିଚଣ୍ଡୀଙ୍କ ଠାରୁ କାଠୁଆଡ଼ିର ରାସ୍ତା ଲାଇଟ୍ ଜଳୁଥାଏ। କିନ୍ତୁ ଅନ୍ଧାର ରାତିରେ ଦୁଇ ଜଣ ଭାଇ, ସମ୍ପର୍କୀୟ ଭାଇ ହେବେ, ସେମାନଙ୍କୁ ନେବା ପାଇଁ ଏଇ ଇଲେକ୍ଟ୍ରିକ୍ ଖୁଣ୍ଟି ମୂଳରେ ଜଗି ବସିଥିଲା ଯମ ଜଗିଥିଲା ଯେ ଏଇ ଦୁଇ ଜଣକୁ ମୁଁ ସାଥିରେ ନେବି। ଅନ୍ଧାର ରାତିରେ ଆଗ ଗାଡ଼ି ଗଡ଼ି ଆସୁଥାଏ। ଏଇ ଦୁଇ ଜଣ ଯୁବକ ନିଶା ସେବନ କରିଥିବାରୁ ଆଗକୁ ମାଡ଼ି ଆସୁଥିଲେ ଏବଂ ଠିକ୍ ଭାରସାମ୍ୟ ହରାଇ ଏଇ କେନାଲ ନିକଟ ଇଲେକ୍ଟ୍ରିକ୍ ଖୁଣ୍ଟିରେ ଦୁଇ ସାଙ୍ଗ ପିଟି ହୋଇ ସିଧାସଳଖ ବିଲ ଭିତର ନାଳକୁ ଖସି ପଡ଼ିଲେ। ଏଇ ବିଲ ଭିତର ନାଳକୁ ଖସି ପଡ଼ିଲେ ଏବଂ ବିଳମ୍ବିତ ରାତିରେ କେହି ନଥିଲେ ଦେଖିବାକୁ, କେହି ନଥିଲେ ଉଦ୍ଧାର କରିବାକୁ। କେବଳ ଥିଲା ହିଁ ଗୋଟିଏ ମାତ୍ର ଯମ, ଯିଏକି ଦୁଇ ଜଣଙ୍କୁ ସାଙ୍ଗରେ ନେବା ପାଇଁ ଜଗି ବସିଥିଲା। ଦର୍ଶକ ବନ୍ଧୁ, ଆମେ କହୁଛୁ ପୁରୀ ଜିଲ୍ଲା ବ୍ରହ୍ମଗିରି ମା ବାଲି ହରିଚଣ୍ଡୀ ପୀଠ କାଠୁଆରୀ ଛକ ରାସ୍ତାରେ, ଯେଉଁଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାତିରେ ଘଟିଯାଇଛି ଏବଂ ଦୁଇ ସାଙ୍ଗ କୋଇଲା ଅଡ଼ାର ଦୁଇ ସାଙ୍ଗଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜୀବନ ଚାଲିଯାଇଛି ଏବଂ ସକାଳୁ ସ୍ଥାନୀୟ ଲୋକ ଦେଖିଥିଲେ ଏବଂ ଦୁଇ ଜଣଙ୍କର ମୃତଦେହ ପଡ଼ିଛି, ରକ୍ତାକ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ଏବଂ ସ୍ଥାନୀୟ ବ୍ରହ୍ମଗିରି ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଆସିବା ପରେ ଶବ ଚିହ୍ନଟ ପାଇଁ ସେମାନଙ୍କର ଆଇଡେଣ୍ଟିଫିକେସନ୍ କରାଯାଇଥିଲା ଏବଂ ତାଙ୍କ ପରିବାରକୁ ଖବର ଦେଇଥିଲା। ପରିବାର ଆସି ତାଙ୍କ ପ୍ରିୟଜନକୁ ଚିହ୍ନିଥିଲେ ଏବଂ ଚିହ୍ନିବା ପରେ ଶବକୁ ପୁରୀ ବଡ଼ ମେଡ଼ିକାଲକୁ ପଠାଇ ଦିଆଗଲା। ହଁ ଦର୍ଶକ ବନ୍ଧୁ, ଏ ହୃଦୟ ବିଦାରକ ଦୃଶ୍ୟକୁ ଆମେ ସିଧାସଳଖ ଆପଣମାନଙ୍କ ଆଗରେ ରଖିପାରୁନାହୁଁ, ଯେହେତୁ ଆମେ କିଛି ନିୟମରେ ବନ୍ଧା। ତେଣୁକରି ଏହି ଦୃଶ୍ୟ ହେଉଛି ହୃଦୟ ବିଦାରକ। ଏହି ଦୃଶ୍ୟ ହେଉଛି ଏକ ମାର ଆର୍ତ୍ତନାଦ। କହୁଛି ଏଇ ଭାଦ୍ରବ ମାସରେ ଗଣେଶ ପୂଜା, କୁଆଡ଼େ ଗଲୁ ଯେ ଧନ କୁଆଡ଼େ ଗଲୁ ରେ ବୋଲି କହି କାନ୍ଦୁଛି ମା। ଦର୍ଶକ ବନ୍ଧୁ, ଏହି ହୃଦୟ ବିଦାରକ ଦୃଶ୍ୟକୁ ଆମେ ଆପଣମାନଙ୍କୁ ଉପସ୍ଥାପନ କରୁଛୁ।